मन मन्दिरे तब आराधना मन मन्दिरे तब आराधना करे जननी ग तब वन्दना मन मन्दिरे तब आराधना तब आराधना करी जननी ग तब वन्दना मन मन्दिरे तब आराधना तब आराधना जीवन देइछ তুমি মহামূল अर्पिछ माते करी पूजा फूल जीवने देइछ তুমি মহামূল अर्पिछ माते करी पूजा फूल তুমি মসুর ভীমা मन মন্দিরে তব আরাধনা তব আরাধনা করে জননী গা তব বন্দনা मन মন্দিরে তব আরাধনা তব আরাধনা সীমিত আশার জল বিন্দু পরি অসীম আকাশে ছবি অঙ্কে ধরি সীমিত আশার জল বিন্দু পরি অসীম আকাশে ছবি অঙ্কে ধরি তুমি মধুময়ী মা मन মন্দিরে তব আরাধনা তব আরাধনা করে জননী গ তব বন্দনা मन মন্দিরে তব আরাধনা আশিস ভরা সে পথর পথিক করিছ যতনে দেই মহাসু আশিস ভরা সে পথর পথিক করিছ যতনে দেই মহাসু তুমি মধুময়ী মা मन মন্দিরে তব আরাধনা তব আরাধনা मन মন্দিরে তব আরাধনা
तब आराधना तब आराधना। वंदे मातरम। ବାଧାବିଘ୍ନ ଓ ଚୈତ୍ୟ ସତ୍ତା। ମୁଁ ଲକ୍ଷ୍ୟ କରିଛି ବହୁ ସମୟରେ ଯେଉଁ ଲୋକମାନେ ବହୁ ଅସୁବିଧା ଭିତରେ ଥାନ୍ତି ସେମାନେ ପ୍ରାୟ ହିଁ ଉଣା ଅଧିକେ ସେମାନଙ୍କ ଚୈତ୍ୟ ସତ୍ତା ସହିତ ନିକଟତର ହୋଇ ରହିଥାନ୍ତି। ତୁମେ ଯଦି ବାହାର ପରିସ୍ଥିତି ସମ୍ବନ୍ଧରେ କହିବାକୁ ଚାହଁ ମୁଁ ତାହାର ଗୁଣଧର୍ମ ସମ୍ବନ୍ଧରେ କିଛି କହୁନାହିଁ, ସେ କଥା ଅଲଗା। କିନ୍ତୁ ବାହ୍ୟ ପରିସ୍ଥିତି ଭିତରେ ଯେଉଁଥିରେ ଲୋକମାନେ ଅଧିକ ସଂଘର୍ଷ କରୁଥାନ୍ତି ଓ ସେଥି ଯୋଗୁଁ ଦୁଃଖ କଷ୍ଟ ପାଉଥାନ୍ତି ସେମାନେ ନିଶ୍ଚୟ ଖୁବ୍ ବିକଶିତ ଚୈତ୍ୟସତ୍ତାର ଅଧିକାରୀ। ମା କହୁଛନ୍ତି କିନ୍ତୁ ଏହାର ବିପରୀତ ପାର୍ଶ୍ୱଟିଏ ବି ଅଛି। ତା ହେଲା ଚୈତ୍ୟସତ୍ତା ସହିତ ଜଣେ କେତେ ଦୂର ସମ୍ପର୍କ ରଖିଛି, ତଦନୁଯାୟୀ ସେ ତାର ଜୀବନର ପରିସ୍ଥିତିକୁ ସମ୍ପୂର୍ଣ୍ଣ ଏକ ଭିନ୍ନ ବାଟରେ ସମ୍ମୁଖୀନ ହୁଏ। ତାର ମଧ୍ୟ ଥାଏ ଏକ ଆନ୍ତର ସ୍ୱାଧୀନତା। ତା ଫଳରେ ସେ ତା ପରିସ୍ଥିତି ଭିତରୁ ନିଜକୁ ମୁକୁଳାଇ ନେବାରେ ମଧ୍ୟ ସମର୍ଥ ହୋଇଥାଏ ଏବଂ ସାଧାରଣ ଲୋକଙ୍କ ଭଳି ସେ ତା ପରିସ୍ଥିତିର ସଂଘାତ ଅନୁଭବ କରେ ନାହିଁ। ଏପରି ଅବସ୍ଥାରେ ତୁମେ ତୁମ ଜୀବନର ବାଧାବିଘ୍ନ ଗୁଡ଼ିକୁ କିମ୍ବା ବାହ୍ୟ ବିଷୟ ଗୁଡ଼ିକୁ ଖୁବ୍ ଶାନ୍ତ ଧୀର ଭାବରେ ସମ୍ମୁଖୀନ ହୋଇପାରିବ ଏବଂ ତୁମର ସମଧିକ ଆନ୍ତରଜ୍ଞାନ ସହ ତୁମେ ଆଦୌ ବିଚଳିତ ହେବ ନାହିଁ। ସୁତରାଂ ଏକ ଦିଗରେ ତୁମେ ଖୁବ୍ ସମ୍ବେଦନଶୀଳ ରହିବ ଏବଂ ଅନ୍ୟ ଦିଗରେ ତୁମର ଏହି ସମ୍ବେଦନଶୀଳତାକୁ ସହ୍ୟ କରିବାର ଶକ୍ତି ମଧ୍ୟ ଅଧିକ ହେବ। ମା କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଆପଣ ମାନଙ୍କୁ ସମସ୍ତଙ୍କୁ ମୋର ପ୍ରଣାମ। ଆଜିର ଚିରନ୍ତନୀର ପୃଷ୍ଠା 190 ବିଷୟବସ୍ତୁ ରହିଛି ବାଧାବିଘ୍ନ ଓ ଚୈତ୍ୟସତ୍ତା। ମା ପ୍ରଥମରେ ଯୋଉ ପ୍ରଥମ ପାରାଗ୍ରାଫରେ ମା ଯୋଉ କଥାଟା କହୁଛନ୍ତି ଯେ ମୁଁ ଲକ୍ଷ୍ୟ କରିଛି ବହୁ ସମୟରେ ଯେଉଁ ଲୋକମାନେ ବହୁ ଅସୁବିଧା ଭିତରେ ଥାନ୍ତି ସେମାନେ ପ୍ରାୟ ହିଁ ଉଣା ଅଧିକେ ସେମାନଙ୍କ ଚୈତ୍ୟସତ୍ତା ସହିତ ନିକଟତର ହୋଇ ରହିଥାନ୍ତି। ତୁମେ ଯଦି ବାହାର ପରିସ୍ଥିତି ସମ୍ବନ୍ଧେ କହିବାକୁ ଚାହଁ ମୁଁ ତାହାର ଗୁଣଧର୍ମ ସମ୍ବନ୍ଧେ କିଛି କହୁନାହିଁ, ସେ କଥା ଅଲଗା। କିନ୍ତୁ ବାହ୍ୟ ପରିସ୍ଥିତି ଭିତରେ ଯେଉଁ ଲୋକମାନେ ଅଧିକ ସଂଘର୍ଷ କରୁଥାନ୍ତି ଓ ସେଥି ଯୋଗୁ ଦୁଃଖ କଷ୍ଟ ପାଉଥାନ୍ତି ସେମାନେ ନିଶ୍ଚୟ ଖୁବ୍ ବିକଶିତ ଚୈତ୍ୟସତ୍ତାର ଅଧିକାରୀ। ଯେତେବେଳେ ଆମେ ଦେଖିବା କୌଣସି ବ୍ୟକ୍ତି ଚେତନାର ଯୋଉ ସ୍ତରରେ ରହିଛି ତାଠାରୁ ଯେତେବେଳେ ଊର୍ଧ୍ୱ ସ୍ତରକୁ ସେ ଆରୋହଣ କରିବ ତେବେ ତାକୁ ସଂଘର୍ଷର ସମ୍ମୁଖୀନ ହେବାକୁ ପଡିଥାଏ। ଆମର ସାଧାରଣ ଜୀବନରେ ବି ଆମେ ଦେଖିଥିବା ଯେ ପ୍ରତ୍ୟେକ ଜୀବ ସିଏ ଯୋଉ ସ୍ଥିତିରେ ଥାଏ ସେଇ ସ୍ଥିତିରୁ ଯେତେବେଳେ ଊର୍ଧ୍ୱକୁ ଉଠିବାକୁ ଯିବ ସେତେବେଳେ ତାକୁ କିଛି ନା କିଛି ସମସ୍ୟା ବା ସଂଘର୍ଷର ସମ୍ମୁଖୀନ ହେବାକୁ ପଡିଥାଏ। ଦେଖିବେ ଯେତେବେଳେ ଜଣେ କୌଣସି ଘରଟିଏ କରିଛନ୍ତି ତ ସେ ଘରକୁ ଭାଙ୍ଗି ଗୋଟେ ନୂତନ ଘର କରିବାକୁ ଯାଉଛନ୍ତି ସେତେବେଳେ ପୁରୁଣା ଘରକୁ ଭାଙ୍ଗିବା ବେଳେ ନୂତନ ଘର ହେଇନଥିବ ସେଇ ସମୟର ଯୋଉ ଗୋଟେ ସମୟ ସେଇ ସମୟରେ ତାଙ୍କୁ ଅନେକ ଗୁଡ଼ିଏ ସମସ୍ୟା ଅନେକ ଗୁଡ଼ିଏ ସଂଘର୍ଷର ସମ୍ମୁଖୀନ ହେବାକୁ ପଡେ। ତେଣୁ ସାଧାରଣ ଦୃଷ୍ଟିକୋଣରୁ ବି ଆମେ ଦେଖୁଛନ୍ତି ଯେତେବେଳେ କିଛି ବି ଅଗ୍ରଗତି ଆମର ଆବଶ୍ୟକ ପଦକ୍ଷେପ ହିସାବରେ ଆମ ପାଖରେ ଆସି ପହଞ୍ଚେ ଆମେ ଯେତେବେଳେ ଅଗ୍ରଗତିର ଗୋଟେ ପାହାଚ ଉଠୁ ସେତେବେଳେ ସଂଘର୍ଷର ସମ୍ମୁଖୀନ ହୋଇଥାଉ। କିନ୍ତୁ ଯେତେବେଳେ ଜଣେ ସାଧନାରେ ପାଦ ଦିଏ ସେତେବେଳେ ଯେମିତି କହନ୍ତି ଯୋଉ ପିଲାଟିଏ ଭଲ ବିଦ୍ୟାର୍ଥୀଟିଏ ବା ଗୁରୁଙ୍କ ପାଖରେ ଭଲ ବିଦ୍ୟାର୍ଥୀକୁ ଯେତେବେଳେ ଗୁରୁ ଜଣେ ପାଆନ୍ତି ସେତେବେଳେ ତାକୁ ସେ ପୁରା ଖୁଣ୍ଟି ନାଣ୍ଟି କରି ପରୀକ୍ଷା କରନ୍ତି ଯେପରି ସିଏ ପୁରା
शुद्ध ହେଇ ବାହାରି ପଡିବ। ତେଣୁ ଆମେ ଯେତେବେଳେ ସାଧନାର ପାଇଁ ଆସ୍ପୃହା କରନ୍ତି, ମାଙ୍କ ପାଖରେ ପ୍ରାର୍ଥନା କରନ୍ତି, ମାଙ୍କୁ ଜଣାନ୍ତି ଯେ ତାଙ୍କର ଯନ୍ତ୍ର କରିନେବା ପାଇଁ, ତାଙ୍କର କରିନେବା ପାଇଁ, ସେତେବେଳେ ଆମକୁ ଆମର ଆଧାର ପ୍ରସ୍ତୁତ କରିବା ପାଇଁ ଯାହା ଯାହା ପରିସ୍ଥିତି ଆବଶ୍ୟକ ପଡେ, ସେ ସବୁ ପରିସ୍ଥିତି ପ୍ରକୃତି ଆମକୁ ଆମ ଚତୁଃପାର୍ଶ୍ୱରେ ଆଣି ଥୁଆଇ ଦିଏ। ମା ତାଙ୍କର ପୁରା ତୀକ୍ଷ୍ଣ ପରିଚାଳନାର ଯୋଉ ଦୃଷ୍ଟି, ସେ ଦୃଷ୍ଟିରେ ଆମକୁ ଦେଖୁଥାନ୍ତି ଯେପରି ଆମ କେତିକି ସହିପାରିବା, ଯେପରିକି ଆମର ପତନ ହବ ନାହିଁ। ତାମାନେ ଆମ ପାଖକୁ ବାଧା ବିପତ୍ତି ସେତିକି ଆସେ ଯେତିକି ଆମେ ତା ଉପରେ ଆମର ସାମର୍ଥ୍ୟ ଅଛି ତା ଉପରେ ବିଜୟ ହାସଲ କରିବାର। ସେତିକି ଯେ ବାଧା ବିପତ୍ତି ଯେପରି ଆସିବ ତାଠୁ ଅଧିକ ନ ଆସିବ, ସେ ସବୁ ପ୍ରତି ମା ପୁରା ତୀକ୍ଷ୍ଣ ଦୃଷ୍ଟି ରଖିଥାନ୍ତି। ସେହି ସମୟରେ ବିରୋଧୀ ଶକ୍ତି ମଧ୍ୟ ଆମକୁ ଛାଡେ ନାହିଁ। ବିରୋଧୀ ଶକ୍ତି କହେ, ହଁ କଣ ହେଲା, ହଁ ତୁ ସଂକଳ୍ପ କରିଛୁ ଏହା କରିବୁ, ଦେଖିବା ତୋ ସଂକଳ୍ପ କେତେ ଦୃଢ। ସେ କଣ କରିବେ, ତାର ପ୍ରତିକୂଳ ପରିସ୍ଥିତି ଆଣି ରଖିଦେବେ। ଇଏ ହଉଛି ସାଧାରଣ ଗୋଟେ, ଯେମିତି କୁହନ୍ତି ପୃଥିବୀରେ ଯୋଉ ସୃଷ୍ଟିର ରଚନାରେ ଯୋଉ ଯୋଉ ନିୟମ ଗୁଡେ ରହିଛି, ଇଏ ହଉଛି ଗୋଟେ ସାଧାରଣ ନିୟମ। ତାପରେ ଏଇଠି ଯୋଉ ଗୋଟେ ଗଭୀର କଥାଟି ମା କହୁଛନ୍ତି, ଯୋଉମାନଙ୍କର ଜୀବନରେ ଅଧିକ ସଂଘର୍ଷ ଆସି ପହଞ୍ଚିଥାଏ, ମା ଲେଖୁଛନ୍ତି ଯୋଉମାନେ ବହୁ ଅସୁବିଧା ଭିତରେ ଥାନ୍ତି, ଉଣା ଅଧିକେ ଚୈତ୍ୟ ସତ୍ତା ସହିତ ନିକଟତର ହୋଇ ରହିଥାନ୍ତି। ତାପର ପାରାଗ୍ରାଫରେ କହୁଛନ୍ତି, ତାର ବିପରୀତ ବୋଧ ବି କହୁଛନ୍ତି। ଏଠି ଗୋଟିଏ କଣ୍ଡିସନରେ କହୁଛନ୍ତି, ଆକୁ ଆପଣ ସାର୍ବଜନୀନ ବୋଲି ଭାବିବେ ନାହିଁ, କାହିଁକିନା ତାପର ପାରାଗ୍ରାଫରେ ତାକୁ ପୁଣି ଆଉ ଗୋଟେ ଦିଗରେ ବର୍ଣ୍ଣନା କରିଛନ୍ତି। କାହିଁକିନା ସାର୍ବଜନୀନ ଭାବିଲେ ଲୋକ ଗର୍ବ କରିବାକୁ ଆରମ୍ଭ କରିବେ, ଆରେ ଏଇ ମୋ ଜୀବନରେ ଅଧିକ ବାଧା ବିପତ୍ତି ଆସିଛି, ତାମାନେ ମୁଁ ଚୈତ୍ୟ ସତ୍ତାର ନିକଟବର୍ତ୍ତୀ ହେଇଗଲି, ଚୈତ୍ୟ ସତ୍ତାର ଅଧିକାରୀ ହେଇଗଲି, ଏମିତି ବି ଭାବି ପାରିବାର ବି ସମ୍ଭାବନା ରହିଛି। ତେଣୁ ସେ ପ୍ରକାର ଭାବନାକୁ ଯିବେ ନାହିଁ। କିନ୍ତୁ କଣ ହୁଏ, ଯୋଉମାନେ ଆମେ ଯୋଉ ଧାରାରେ ମାଙ୍କର ଲେଖା ଗୁଡିକ ଆମେ ପଢି ପଢି ଯିବା, ସାମଗ୍ରିକ ଭାବରେ ଦେଖିବେ, ଗୋଟାଏ ଜାଗାରୁ ଗୋଟାଏ ଲେଖା ଦେଖି ଦେଇକିରି ଗୋଟିଏ ନିଷ୍କର୍ଷରେ ଆମେ ପହଞ୍ଚି ଯିବାନି। ତାମାନେ ଯିଏ ଯେତେବେଳେ ଜଣେ ଚୈତ୍ୟ ସତ୍ତାର ନିକଟବର୍ତ୍ତୀ ହେଇକି ଯିବ, ସେତେବେଳେ ତା ପାଖରେ ସଂଘର୍ଷ ବଢିଯାଏ। ଏଇ ପାରାଗ୍ରାଫର ଏଇ ଦିଗରେ ଆପଣ ମନେ ରଖିବା, ବା ଆମେ ଏଇ ଦିଗରେ ତାକୁ ନିଜେ ପର୍ଯ୍ୟାଲୋଚନା କରିବା। ଚୈତ୍ୟ ସତ୍ତାର ଅଧିକାରୀ ବା ଚୈତ୍ୟ ସତ୍ତାର ଯେତେ ଅଧିକରୁ ଅଧିକ ଆମେ ନିକଟବର୍ତ୍ତୀ ହବା, ତାହେଲେ କଣ ହବ, ସଂଘର୍ଷ ଅଧିକା ବଢିବ କାହିଁକି ନା ଆମେ ଯେତେବେଳେ ନର୍ସରୀ କେଜିରେ ପଢୁଥିଲେ, ସେତେବେଳେ ଆମେ ବହୁତ କମ ସମୟ ପଢିବାକୁ ପଡୁଥିଲା, ଅଧିକ ସମୟ ବୁଲୁଥିଲେ। ତାପରେ ଯେତେବେଳେ ଦଶମ ପଢିଲେଣି, ସେତେବେଳେ ଆଉ ସେତେ ଅଧିକ ସମୟ ଆମକୁ ବୁଲିବାକୁ କେହି ଛାଡିବେ ନାହିଁ, ଆମକୁ ଟିକେ ଅଧିକ ଟାଇଟ କରିବେ। ଦଶମ ପରୀକ୍ଷା ଆସିଗଲା, ସରିଲା, ଟିଭି ଦେଖା ବନ୍ଦ, ମୋବାଇଲ ବନ୍ଦ, ସବୁ ବନ୍ଦ, ଇଏ ସବୁ ତାପରେ ପରେ ବନ୍ଦ କରିଦିଅନ୍ତି। +2 ପଢିଲେ ଆହୁରି ଆମକୁ ଅଧିକ ଦିଆଯିବ ଚାପ। ତେଣୁ ସଂଘର୍ଷ ବଢେ କେତେବେଳେ ନା, ଯେତେବେଳେ ଆମେ ଚୈତ୍ୟ ସତ୍ତାର ଯେତେ ଅଧିକରୁ ଅଧିକ ନିକଟବର୍ତ୍ତୀ ହୁଅନ୍ତି। କିନ୍ତୁ ଏଠି ଆଉ ଗୋଟେ କଥା ଆମେ ମନେ ରଖିବା, ଯୋଉଟା ତା ପର ପାରାଗ୍ରାଫରେ ବର୍ଣ୍ଣନା କରୁଛନ୍ତି, ଯେ ଚୈତ୍ୟ ସତ୍ତା ସହିତ ବା ଚୈତ୍ୟ ସତ୍ତା ସହିତ ସମ୍ପର୍କୀଭୂତ ହେଇଥିବା ବ୍ୟକ୍ତି ଯେତେବେଳେ এই ସଂଘର୍ଷକୁ ସମ୍ମୁଖୀନ ହୁଏ, ସେତେବେଳେ କେମିତି ସମ୍ମୁଖୀନ ହୁଏ। କିନ୍ତୁ ସେତିକି ଯିବା ପୂର୍ବରୁ ଆଉ ଗୋଟେ କଥା ଆମେ ମନେ ରଖିବା, ଯେ ଏଇ ବାଧା ବିପତ୍ତି ଏତିକି ସଂଘର୍ଷ କାହିଁକି ବି ଆସେ। ପ୍ରଥମ କଥା କହିଲେ, ଯେତେବେଳେ ଗୋଟେ ସ୍ତରରୁ ଆଉ ଗୋଟେ ସ୍ତରକୁ ଯିବା ପାଇଁ ସମୟ ଆସି ଯାଇଥାଏ, ସମୟ ଆସିଗଲାଣି, କିନ୍ତୁ ଆମେ ପୁରାତନ ଅଭ୍ୟାସକୁ ଛାଡିବାକୁ ପ୍ରସ୍ତୁତ ନୁହଁ। ଏଇଟା ହଉଛି ତାର ଦ୍ଵିତୀୟ, ଯେମିତି ମାନେ କଣ କ ଖ ଭଳିଆ, ଏଇଟା ଗୋଟେ ଦ୍ଵିତୀୟ ଭାଗ, ବା ଆମ ଭିତରେ ଗୋଟେ ଥାଏ ଯେ ଆମେ ଯୋଉଠି ରହିଛୁ ତା ସହିତ ବାନ୍ଧି ହେଇକି ରହୁ, ଅତୀତକୁ ଆମେ ଛାଡିବା ପାଇଁ ପ୍ରସ୍ତୁତ ନଥାଉ। ତେଣୁ ଆମର ଯେତେବେଳେ ଯୋଉ ସ୍ୱଭାବ ରହିଛି, ଯେ କି ପୁରାତନ ଅଭ୍ୟାସକୁ ଛାଡିବା ପାଇଁ ପ୍ରସ୍ତୁତ ନଥାଏ,
ସେତେବେଳେ କଣ ହୁଏ? ଚେତନା ସ୍ତରର ଆରୋହଣର ସମୟ ଆସିଗଲାଣି, କିନ୍ତୁ ଆମେ ପ୍ରସ୍ତୁତ ନୁହଁ। ଆମର ଅଭ୍ୟାସ, ପୁରାତନ ଅଭ୍ୟାସ ଛାଡିବା ପାଇଁ ସଂକଳ୍ପବଦ୍ଧ ନୁହଁ। ସେତେବେଳେ କଣ ହୁଏ? ବାଧା ବିପତ୍ତି ଅଧିକ ଆସେ। ଏଇଠି ଯୋଉଟା ସେ କହିଲେ ଯେ ଲୋକମାନେ ଅଧିକ ସଂଘର୍ଷ କରୁଥାନ୍ତି ଓ ସେଥିରେ ଯୋଉ ଦୁଃଖ କଷ୍ଟ ପାଉଥାନ୍ତି, ସେମାନେ ନିଶ୍ଚୟ ଖୁବ ବିକଶିତ ଚୈତ୍ୟ ସତ୍ତାର ଅଧିକାରୀ। ସେତେବେଳେ ମା ଆମକୁ ଅନ୍ୟ ଜାଗାରେ କହୁଛନ୍ତି, ମନେ ରଖ, ଯେ ପର୍ଯ୍ୟନ୍ତ ସାଧକ ବାଧାର ସ୍ୱରୂପ ନ ଜାଣେ, ତାକୁ ଅତିକ୍ରମ କରିବାର ପ୍ରେରଣା ନ ପାଏ, ସେ ପର୍ଯ୍ୟନ୍ତ ବାଧା ପ୍ରକୃତରେ ହିଁ ବାଧା ରୂପରେ ରହିଥାଏ। କିନ୍ତୁ ସାଧକ ଏସବୁକୁ ଜାଣିବା ପରେ ତାହା ଯଥାର୍ଥରେ ସାଧନାରେ ସହାୟକ ହୁଏ। ହେଲା, ତାକୁ ଯଦି ଆମେ ସାଧନା ଦୃଷ୍ଟିରୁ ଦେଖିବା, ତାହେଲେ ସେ ଆମକୁ ସହାୟକ ହବ। ତାର ସ୍ୱରୂପକୁ ଜାଣିବା, ସ୍ୱରୂପକୁ ଜାଣିବା ମାନେ ଯୋଉ ଅସୁବିଧାଟି ଆସିଛି, ଯୋଉ ସଂଘର୍ଷଟି ଆସିଛି, କଣ ପାଇଁ ଆସିଛି, ତାହା ମୋ ଭିତରେ କୋଉ ଦୁର୍ବଳତାକୁ ଦର୍ଶଉଛି, କୋଉ ପ୍ରକାରର ବିଜୟ ହାସଲ କରିବା ପାଇଁ ମୋ ଆଗରେ ଆସି ପହଞ୍ଚିଛି, ମୋର କୋଉ ଗୁଣ ଯୋଉଟା କି କୋଉ ଅଗୁଣ ଯିଏ କି ରୂପାନ୍ତର ପାଇଁ ପ୍ରସ୍ତୁତ ନାହିଁ, ଅପ୍ରସ୍ତୁତ ରହିଛି, ବା ବାଧା ସୃଷ୍ଟି କରୁଛି, ବା ପ୍ରତିରୋଧ ସୃଷ୍ଟି କରୁଛି, ତାକୁ ଚିହ୍ନି ଦେଇ ତାକୁ ତା ଉପରେ ବିଜୟ ହାସଲ କରିବା ପାଇଁ ମାଙ୍କ ପାଖରେ ଯଦି ଆମେ ପ୍ରାର୍ଥନା ନ କରୁଛନ୍ତି, ତାହେଲେ ଆମେ ସେଇ ବାଧା ଦ୍ୱାରା ପେଶୀ ହେଇଯିବା। କିନ୍ତୁ ଯେତେବେଳେ ତାକୁ ପ୍ରେରଣା ହିସାବରେ ଗ୍ରହଣ କରିବା, ଯେ ନାଇଁ, ଏଇଟା ଯୋଉଟା ଆସିଛି ମୋ ଭିତରେ ଏଇଟାକୁ ପରିବର୍ତ୍ତନ କରିବାକୁ ଆସିଛି, ଓକେ, ମୁଁ ତାପରେ କାମ କରିବି, ସେତେବେଳେ ସେ କଣ ହବ? ଆମ ସାଧନାର ସହାୟକ ହେଇଯିବ। ଏଇଠି ତୃତୀୟ କଥା ମନେ ରଖିବା। ତୃତୀୟ କଥା ହଉଛି, ଏହାର ଅର୍ଥ ନୁହଁ ସାଧକ କେବେ ବି ବାଧା ଚାହିଁବ ନାହିଁ। ଦେଖୁଛନ୍ତି, ସାଧକ କେବେ ବି ବାଧା ଚାହିଁବା ଉଚିତ ନୁହେଁ। କାହିଁକି କହନ୍ତି ନା? ଆରେ ସଂଘର୍ଷ ହେଲେ ମା ତ ଲେଖୁଛନ୍ତି ଯେ ଚୈତ୍ୟ ସତାର ତମେ ନିକଟତର ଯିଏ ହେଇଥିବ ତାକୁ ସଂଘର୍ଷ ବା ବାଧା ଆସେ। ମୁଁ କାଲିଠାରୁ ମୋ ମା ମତେ ଯେତେ ଅଧିକ ଅଧିକ ବାଧା ଦିଅ। କେହି କେହି ଲୋକ ଉଦାହରଣ ଦିଅନ୍ତି କୁନ୍ତୀଙ୍କର, ଯେ କୁନ୍ତୀ କୃଷ୍ଣଙ୍କୁ କହିଥିଲେ, ଯେ ବର ମାଗିଥିଲେ, ଯଦିଓ ସେ ତାଙ୍କର ପିଇସି, କିନ୍ତୁ ସେ ଜାଣିଛନ୍ତି ଇଏ ହଉଛନ୍ତି ନାରାୟଣ, ତେଣୁ ସେ ତାଙ୍କୁ କହିଲେ ଯେ ମୋ ଜୀବନରେ ଯେମିତି ଦୁଃଖ ରହିଥାଉ। କାହିଁକି ନା ଦୁଃଖ ଯଦି ନ ରହିଲା, ମୁଁ ଯଦି ସୁଖରେ ରହିଯାଏ, ତାହେଲେ ମୁଁ ତୁମକୁ କାଳେ ଭୁଲିଯିବି। ସିଏ କାହିଁକି କହିଲେ? ନା ଭଗବାନଙ୍କୁ କାଳେ ଭୁଲିଯିବି। ସାଧାରଣତଃ ଦୁଃଖ ବେଳେ ଆମେ ଭଗବାନଙ୍କୁ ଡାକିଥାଉ, ତେଣୁ ସେ କହୁଛନ୍ତି ମତେ ଦୁଃଖ ଦିଅ, ତାହେଲେ ମୁଁ ତମକୁ ସବୁବେଳେ ମନେ ରଖିବି। ଏମିତି ରୂପାନ୍ତର ପାଇଁ ଏମିତି ଚଳିବ ନାହିଁ। ରୂପାନ୍ତର ପାଇଁ ଆମେ ସବୁବେଳେ ସତତ, ସେଥିପାଇଁ କୁହାଉଛି ସତତ ଦୃଢ ସଂକଳ୍ପ ରହି ନିଷ୍ଠାପର ସହକାରେ କାର୍ଯ୍ୟ କରିବାକୁ ପଡିବ। ସେତେବେଳେ ଆଉ ଏମିତି ବାଧାକୁ ନିମନ୍ତ୍ରଣ କରି ଡାକିବା ନାହିଁ। ମୁଁ ସବୁବେଳେ କେମିତି ମାଙ୍କ ଉପସ୍ଥିତ ରହିବି, ସେଥିପାଇଁ ମୁଁ ପ୍ରସ୍ତୁତ ହେବି। ତେଣୁ ସାଧକ କେବେ ବି ବାଧା ଚାହିଁବା ଉଚିତ ନୁହେଁ। ସେଥିପାଇଁ ତାପରେ ଲେଖୁଛନ୍ତି, ଯଦି ସାଧକ ବାଧା ଚାହେଁ, ତେବେ ତାହା ସାଧନାରେ ସହାୟକ ନ ହୋଇ ପ୍ରକୃତ ବାଧାରେ ପରିଣତ ହୁଏ। ତେଣୁ ଏଇ ପଏଣ୍ଟଟାକୁ ଭୁଲିବେ ନାହିଁ। ଯଦି ଆମେ ବାଧାକୁ ଡାକିବା, ତେବେ ତାହା ବାଧା ପ୍ରକୃତ ବାଧାରେ ପରିଣତ ହେଇଯାଏ। ଓକେ, ଇଏ ଗୋଟେ ଦିଗ କହିଲେ। ତାପରେ କହୁଛନ୍ତି, କିନ୍ତୁ ଏହାର ବିପରୀତ ପାର୍ଶ୍ୱଟି ବି ଅଛି। କଣ ହେଲା? ନା ଯିଏ ଚୈତ୍ୟ ସହିତ ଯେତେ ଅଧିକ ସମ୍ପର୍କ ରଖିଛି, ସେ ପରିସ୍ଥିତିକୁ ସେତେ ଭିନ୍ନ ବାଟରେ ସମ୍ମୁଖୀନ ହୁଏ। ତା ପାଇଁ ସେତେବେଳେ ବାଧାଟିଏ କଣ ହୁଏ? ସହାୟକ ହେଇଯାଏ। ଆପଣଙ୍କ ଛୋଟ ପିଲା ସହିତ, ମାନେ ଆପଣଙ୍କର ପୁଅ ହଉ ବା ଆପଣଙ୍କ ଝିଅ, ଆପଣ ଆପଣ ଯୋଉ ବ୍ୟାଡମିଣ୍ଟନ ଖେଳୁଛନ୍ତି, ବ୍ୟାଡମିଣ୍ଟନ ଆପଣ ଭାରି ଭଲ, ମାନେ ଭଲ ଖେଳୁଛନ୍ତି, ବୟସ ଅଧିକ, ଆପଣ ପୁଅ ସହିତ ଖେଳିବେ, ସେତେବେଳେ ତ ଆପଣ ସବୁବେଳେ ଜିତିଯିବେ, ନାଇଁ? ଆପଣ ଯଦି ଆପଣଙ୍କ ଠାରୁ ଅଧିକ ଯୋଉମାନେ କୁଶଳୀ ତାଙ୍କ ସହିତ ଖେଳିବେ, ତାହେଲେ କଣ ହବ? ନା ଜୀବନରେ ଆପଣ ନୂତନ କଥା ଶିଖିବେ, ନୂତନ କୌଶଳ ଶିଖିବେ, ଆହୁରି ଅଧିକ ଆପଣଙ୍କର ତୀବ୍ରତା ବଢିବା ସହିତ ଗୋଟେ ସାମର୍ଥ୍ୟ ବୃଦ୍ଧି ହବ, ଯେପରି ମାନେ ବ୍ୟାଡମିଣ୍ଟନ ଖେଳିବାରେ ଆହୁରି ଅଧିକ ପକ୍ୱ ହେବେ। ତେଣୁ ଯିଏ ଚୈତ୍ୟ ସତ୍ତା ସହିତ ଯେତିକି ସମ୍ପର୍କ ରଖିଥିବ,
ସିଏ ଜୀବନର ପରିସ୍ଥିତିକୁ ସେତେ ଭିନ୍ନ ବାଟରେ ସମ୍ମୁଖୀନ ହବ। ବର୍ତ୍ତମାନ ଯେତେବେଳେ ମୁଁ ଜଣେ ମୋ ଠାରୁ ଅଧିକ କୁଶଳୀ ଖେଳାଳି ସହିତ ଖେଳୁଛି, ସେତେବେଳେ ଯେତେବେଳେ ମୁଁ ତା ପାଖରୁ ହାରି ଯାଉଥିବି, ମୁଁ ଶିଖିଲି ସେଠି ଯେ ଏମିତି ସଟଟା ମରା ଯାଇପାରେ। ତେଣୁ ସିଏ ସେଠି ମନ ଦୁଃଖ ନ କରି, ଯିଏ ଖେଳରେ ଅଧିକ ପରିପକ୍ୱ ହବା ପାଇଁ, ଅଧିକ କୁଶଳୀ ହବା ପାଇଁ ଖେଳୁଥିବ, ସିଏ ପରାଜୟରେ ଦୁଃଖିତ ହବ ନାହିଁ। ଯିଏ କେବଳ ଜିତିକରି ମେଡାଲ ପାଇବା ପାଇଁ ଖେଳୁଥିବ, ପରାଜୟରେ ସେ ବ୍ୟସ୍ତ ହୋଇ ପଡିବ। ତେଣୁ ଏଇଟି ହଉଛି ଗୋଟାଏ ଘଟଣାକୁ ଜଣଙ୍କର ଦୃଷ୍ଟିକୋଣ। ଯିଏ କେବଳ ବିଜୟ ଚାହୁଁଛି, ଯିଏ ଗୌରବ ଚାହୁଁଛି, ସେଥିପାଇଁ କୁହାଯାଏ ସିଏ ତା ମାନେ ଅହଙ୍ଗ୍ର ବଶବର୍ତ୍ତୀ ହେଇଥାଏ। ଗର୍ବ, ଗୌରବ, ମାନ ସମ୍ମାନ ଯିଏ ଚାହୁଁଥାଏ, ସେତେବେଳେ ସେ ପରାଜୟକୁ ଗ୍ରହଣ କରେ। କଣ ଯେ ସବୁ ସରିଗଲା, ହତାଶ ହେଇଯାଏ, ବିଷାଦ ହେଇଯାଏ, ବେଳେ ବେଳେ ଆକ୍ରୋଶ ରଖେ। ସେତେବେଳେ ସେ ତାକୁ ସେଇ ଦୃଷ୍ଟିରେ ଦେଖେ। ଯିଏ ସବୁବେଳେ ନିଜକୁ ଗ୍ରହଣଶୀଳ ରଖିଥାଏ, ଶିଖିବା ପାଇଁ, ଅଧିକରୁ ଅଧିକ ଅଗ୍ରଗତି କରିବା ପାଇଁ ପ୍ରସ୍ତୁତ ଥାଏ, ସେତେବେଳେ ସେଇ ପରାଜୟରେ ସେ ଦେଖିବ, ଓହୋ ଏଇ ପ୍ରକାରର ଯୋଉ ମାନେ ସେ ପଏଣ୍ଟ ହେଲା ମୋ ଉପରେ ବ୍ୟାଡମିଣ୍ଟନରେ, ତାମାନେ ମୁଁ ଆଉ ଟିକେ ଏଇ ପଏଣ୍ଟ ଗୁଡାକ ଦେଖିବା ଦରକାର। କେମିତି ମନେକରେ ଯୋଉ ସିଏ ପହଞ୍ଚି ପାରିଲା ନାହିଁ ସଟ୍ ପାଖରେ, କିମ୍ବା ସିଏ ଏମିତି ସଟ୍ ଦେଇଥିଲା ଯେ ଆର ଜଣକ ମାରିଦେଲେ, ଚପ୍ସ ଯୋଉ କହନ୍ତିନି, ମାରିଦେଲେ ଯେ ସିଏ ଆଉ ଉଠେଇ ପାରିଲେ ନାହିଁ। ତାମାନେ ମୁଁ କେମିତି ମାରିବି, କେତେ ବଡିର ସ୍ପିଡ କେତେ ବଢିବ, କେତେ ଜଜମେଣ୍ଟ ରହିବ, ହଁ ସେ ଏଇ ଦିଗକୁ ଗଲେ ସେ ଏଇ ଦିଗକୁ ମାରିବ, ତାର ମାନେ ତାର ଯୋଉ ମୁଭ ଟା, ତା କୋଉ ଆଡକୁ ସେ ମୁଭ କରୁଛି, ତାକୁ ବୁଝିପାରିବା। ଏଇ ସାମର୍ଥ୍ୟ ବୃଦ୍ଧି ହବ ଯେତେବେଳେ ଜଣେ ଗ୍ରହଣଶୀଳ ଥିବ। ତେଣୁ ଯେତେବେଳେ ଜଣେ ଚୈତନ୍ୟତା ସହିତ ସମ୍ପର୍କୀଭୂତ ରହିଛି, ସିଏ ସବୁ ପରିସ୍ଥିତିକୁ ଯେତେବେଳେ ସମ୍ମୁଖୀନ ହବ, ଏକ ଭିନ୍ନ ବାଟରେ ସମ୍ମୁଖୀନ ହେଇଥାଏ। ତାର ମଧ୍ୟ ଥାଏ ଏକ ଆନ୍ତର ସ୍ୱାଧୀନତା। ଏଠି କହୁଛନ୍ତି ଆନ୍ତର ସ୍ୱାଧୀନତା, ତା ମାନେ ସେ ଅନ୍ତରରେ ବସବାସ କରିବାକୁ ଆରମ୍ଭ କଲାଣି। ମନ ପ୍ରାଣ ଦ୍ଵାରା ଏବେ ଆଉ ସିଏ କବଳିତ ହେଇ ରହିନାହିଁ। ମନ ପ୍ରାଣ ଶରୀରର ଯୋଉ ଗୁଣ, ଅଗୁଣ, ଦୁର୍ଗୁଣ ରହିଥାଏ, ସିଏ କଣ କରେ, ଆମର ଚୈତନ୍ୟତାକୁ ଯେତେବେଳେ ପରିପ୍ରକାଶ ହେବା ପାଇଁ ଚାହାନ୍ତି, ତାଙ୍କର ପରିପ୍ରକାଶକୁ ସେ କଣ କରେ, ବିକୃତ କରିଦିଏ, ବାଧା ସୃଷ୍ଟି କରେ, ତାକୁ ଭିନ୍ନ ଦିଗରେ ନେଇଯାଏ। ତେଣୁ ଏଠି କହୁଛନ୍ତି ଚୈତନ୍ୟତା ସହିତ ଆମର ଯେତେ ଯେତେ ଅଧିକ ସମ୍ପର୍କ ହବ, ସେତେ ସେତେ ଆମର ଆନ୍ତର ସ୍ୱାଧୀନତା ବୃଦ୍ଧି ପାଇବ। ତା ଫଳରେ କଣ ହବ ନା, ସେ ସବୁ ପରିସ୍ଥିତିରୁ ନିଜକୁ ମୁକୁଳାଇ ନେବାର ସମର୍ଥ ହବ। ସାଧାରଣ ଲୋକଙ୍କ ଭଳି ସେ ପରିସ୍ଥିତିର ସଂଘାତ ଅନୁଭବ କରେ ନାହିଁ। ସେତେବେଳର ପ୍ରଜାପତି ହଉଛନ୍ତି ଦକ୍ଷ, ତାଙ୍କୁ ଅଭିଶାପ ଦେଇଥିଲେ ଯେ ତୁମେ କୌଣସି ଏକ ସ୍ଥାନରେ ଅଧିକ ସମୟ ତିଷ୍ଠି ରହିପାରିବନି। ତେଣୁ ସିଏ ସବୁଆଡେ ସବୁବେଳେ ବୁଲୁଥାନ୍ତି। ତାଙ୍କୁ କିଏ କହନ୍ତିନି ମନଜାନୁ। ମାନେ ଏଇଠି ଚାହିଁବେ ଏଇଠି ପହଞ୍ଚିବେ, ସେଇଠି ଚାହିଁବେ ସେଇଠି ପହଞ୍ଚିବେ। ତାଙ୍କୁ କୌଣସି ଯାନ ଦରକାର ହୁଏନି, ମନ ଦ୍ଵାରା ସେ ପରିଚାଳିତ ହୁଅନ୍ତି। କିନ୍ତୁ ଗୋଟେ ସମୟରେ ସେ ଆସି ଗଙ୍ଗା କୂଳରେ ପହଞ୍ଚନ୍ତି, ଏବଂ ଗଙ୍ଗା କୂଳର ସେଇ ଯୋଉ ପବିତ୍ର ବାତାବରଣ, ତାର ପ୍ରଭାବରେ ଯେତେବେଳେ ସେ କିଛି ସମୟ ଗୋଟେ ଗଛ ମୂଳେ ବସିଛନ୍ତି, ଧ୍ୟାନସ୍ଥ ହେଇଯାଇଛନ୍ତି। ଏତେ ଦୂର ସେ ଧ୍ୟାନସ୍ଥ ହେଇଯାଇଛନ୍ତି ଯେ, ଇଏ ଗୋଟେ, ମନେ ରଖନ୍ତୁ, ଇଏ ଗୋଟେ କାର୍ଯ୍ୟ ଯେତେବେଳେ ଆମେ ଭଗବାନଙ୍କ ସହିତ ଯୁକ୍ତ ହେଇଯାଆନ୍ତି, ସେତେବେଳେ ଚିରାଚରିତ ଯେତେ ଯାହା ଅଭିଶାପ, ଇଏ ଯେତେ ଦୁର୍ଗୁଣ, ସବୁ କିଛି ଆଉ ସେଠି କାମ କରେ ନାହିଁ। କିଛି କାମ କରେ, ସବୁ କିଛି ନିରସ୍ତ୍ର, ସବୁ କିଛି ନିରସ୍ତ୍ର। ସେ ଧ୍ୟାନସ୍ଥ ହେଇଯାଇଛନ୍ତି, ସେତେବେଳେ ଆଉ ସେଠି ଦକ୍ଷଙ୍କର ଅଭିଶାପ କାମ କରିନାହିଁ। ସେ ପୁରା ଧ୍ୟାନ ମଗ୍ନ ହେଇଯାଇଛି। ଅଧିକ ଧ୍ୟାନସ୍ଥ ହେଲେ ବା ତପସ୍ୟା କଲେ ଗୋଟାଏ ଅସୁବିଧା ଆମେ ସବୁବେଳେ ଶୁଣିଛେ। ସେ ଅସୁବିଧାଟି ହଉଛି କଣ? ଇନ୍ଦ୍ର କୁଆଡେ ଜମାରୁ ଥରହର ହଅନ୍ତି। ସିଏ ଭାବନ୍ତି ମୋ ଆସନ କିଏ ନେଇଯିବ। ତେଣୁ ସିଏ କଣ କରନ୍ତି, ବାଧା ଅସୁବିଧା ଆଣି ଠିଆ କରିଦିଅନ୍ତି। ଆଗ ପ୍ରକୃତିରୁ ଦେବେ, ନିଆଁ ଜଳିବ ବା ପବନ ଫବନ ହବ, ଏମିତି ସବୁ ହବ। ରାକ୍ଷସ ଫକେଶ ଭଳିଆ ସବୁ ଆସିବେ। ତାପରେ କଣ ହବ, ଫାଇନାଲ ଅସ୍ତ୍ର ହଉଛି
ଅପ୍ସରା ମାନେ ଆସି ନାଚିବେ। ତାର ଗୋଟେ ପ୍ରତୀକାତ୍ମକ ଦିଗ ଦେଖନ୍ତୁ। ପ୍ରକୃତରେ ଇନ୍ଦ୍ର ଇନ୍ଦ୍ର ହଉଛନ୍ତି ଆପଣ ଯଦି ଦେଖିବେ ଆମର ଇନ୍ଦ୍ରିୟ ମାନଙ୍କର ରାଜା। ଆମର ଇନ୍ଦ୍ରିୟ ହଉଛି ଯୋଉ ବାହ୍ୟ ଇନ୍ଦ୍ରିୟ ରହିଛି, ଯେମିତି ଆମେ କହୁଛନ୍ତି ପଞ୍ଚ ଇନ୍ଦ୍ରିୟ, ସେମିତି ଆହୁରି ଅନ୍ୟାନ୍ୟ ଇନ୍ଦ୍ରିୟ ବି ରହିଛି। ସୂକ୍ଷ୍ମ ସୂକ୍ଷ୍ମାତି ସୂକ୍ଷ୍ମ ଇନ୍ଦ୍ରିୟ ମାନେ ମଧ୍ୟ ରହିଛନ୍ତି। ଏ ଇନ୍ଦ୍ରିୟ ମାନଙ୍କର ଯେ ରାଜା, ସିଏ ସବୁବେଳେ ବାହ୍ୟ ସାମର୍ଥ୍ୟରେ ବିଶ୍ୱାସ କରନ୍ତି। ସେମାନେ ତେଣୁ ସ୍ୱାଭାବିକ ଭାବରେ ସେମାନେ ତାଙ୍କର ସ୍ଥିତି ପ୍ରତି ବିପଦ ବୋଲି ଅନୁଭବ କରନ୍ତି। କାହିଁକି? ଯେତେବେଳେ ଆମେ ଧ୍ୟାନସ୍ଥ ହେଇଯାଆନ୍ତି, ସେତେବେଳେ ଏଇ ସମସ୍ତ ଇନ୍ଦ୍ରିୟର କାର୍ଯ୍ୟ ଗୁଡାକ ଆମେ କଣ କରନ୍ତି, ବନ୍ଦ ହେଇଯାଏ। ପ୍ରାୟତଃ ସେମାନଙ୍କ ଉପରେ ଆମର ବିଜୟ ହାସଲ ଆସିଯାଏ ବା ନିୟନ୍ତ୍ରଣ ର ପ୍ରକ୍ରିୟା ଯେତେବେଳେ ଆରମ୍ଭ ହୁଏ, ତେଣୁ ସେମାନେ ଡରନ୍ତି ଯେ ଆମ ରାଜୁତି ଚାଲିଯିବନି। ତାମାନେ ଚିନ୍ତା କରୁଛନ୍ତି ତ, ଆପଣଙ୍କ ଇନ୍ଦ୍ରିୟର ରାଜୁତି ଚାଲିଯିବ। ଯେମିତି ଆପଣ ଦେଖିବେ ସବୁ ଜାଗାରେ ଯଦି କିଏ ଗୋଟେ ଅନୁଷ୍ଠାନଟେ ତିଆରି କରିଛି, ଗୋଟେ ଘରଟିଏ ତିଆରି କରିଛି, ସିଏ କହୁଛି ମୁଁ ତିଆରି କରିଛି। କାଲି ସକାଳେ ତମମାନେ ଆସିକି ତମେ କହୁଛ ମୋ କଥା ରହିବନି, ତମ କଥା ରହିବ। ସେ ସେତେବେଳେ ମାଡି ବସନ୍ତି, କହନ୍ତି କଣ, ଦେଖ କାଲି ସକାଳ ଛୁଆ ଆସିଲେ ଆଉ ବାହାର କରିଦେଲେ। ଏତେ ବର୍ଷର ପୁରୁଣା କର୍ମୀ, ଏତେ ଯିଏ ନିଜେ ପ୍ରତିଷ୍ଠା କରିଦେଲେ, ତାଙ୍କ କଥା କେହି ଶୁଣୁନାହାନ୍ତି। ଏମିତି ଦେଖନ୍ତୁ, ମୁଁ ସମର୍ଥନ କରୁନାହିଁ ତା ଅର୍ଥ। ବେଳେ ବେଳେ କୌଣସି ଏକ କାର୍ଯ୍ୟରେ ଯଦି ଯଦି ତାଙ୍କ କଥା କୌଣସି କାରଣରୁ ଶୁଣା ନ ଗଲା ଏବଂ ତାହା ତାହା ଯେ ତାଙ୍କ କଥା ନ ଶୁଣିବା ଯେ ମାତୃକର୍ମ ନୁହଁ, ଏ ଧାରଣା ବି ବେଳେ ବେଳେ ସୃଷ୍ଟି କରାଯାଏ। କାହିଁକି? ଆପଣ ଦେଖିବେ ମଣିଷ ମାନେ ଆମର ସାଧାରଣତଃ କେତେବେଳେ ଦୁର୍ବଳତା ଥାଏ। ବେଳେ ବେଳେ ଯିଏ ଆଗରୁ ଆମର ପ୍ରତିଷ୍ଠା କରିଥିଲେ, ସିଏ ଯଦି କୌଣସି ପର୍ସନାଲ ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଗୋଟେ ପଦକ୍ଷେପ ନେବା ପାଇଁ ଚାହୁଁଛନ୍ତି, ଯୋଉମାନେ ନୂଆ କିଛି ଦାୟିତ୍ୱ ନେଇଛନ୍ତି, ସିଏ ଚାହୁଁଛନ୍ତି ନା ଏଇଟା ବ୍ୟକ୍ତିଗତ ପଦକ୍ଷେପ ନେବାଟା ଠିକ ନୁହଁ। ମାନେ ପକ୍ଷପାତିତା, ଆମେ ତାକୁ ଆଉ ଗୋଟେ ଦୃଷ୍ଟିକୋଣରୁ କହିଲେ ପକ୍ଷପାତିତା ସେ ଆଚରଣ କରୁଛନ୍ତି। ଯଦି ସେ ପକ୍ଷପାତିତାକୁ ଏମାନେ କାର୍ଯ୍ୟରେ ପରିଣତ କରିବାକୁ ନଦେଲେ, ତେବେ ବେଳେ ବେଳେ ଏ ପ୍ରକାର ସଂଘର୍ଷ ଆସେ। ତେଣୁ ଏଇଠି କଣ ହଉଛି, ଆମର ଇନ୍ଦ୍ରିୟ ସିଏ କହେ ମୋ ରାଜୁତି ଚାଲିଯିବ। ତେଣୁ ସିଏ କଣ କରେ, ବିଭିନ୍ନ ପ୍ରକାର ପରିସ୍ଥିତି ସୃଷ୍ଟି କରେ। ଆପଣ ଯେତେବେଳେ ଧ୍ୟାନ କରିବାକୁ ବସିବେ, ପ୍ରଥମେ ପ୍ରଥମେ ଆପଣ ଦେଖିବେ କିଛି ନାହିଁ, ଆପଣଙ୍କ ପିଠି କାଟିବ, ଆପଣଙ୍କର କୁଣ୍ଡେଇ ହବ, ଲାଗିବ ମଶା କାମୁଡୁଛି, ଏପଟ ସେପଟ ଏମିତି କୁଣ୍ଡେଇ ହେବେ, ସେମିତି କୁଣ୍ଡେଇ ହେବେ, କିଏ ଗୋଟେ ଚଢିଯିବ, ଏମିତି ଏମିତି କୁଣ୍ଡେଇ ହେବେ, ଅଣ୍ଟା କାଟିବ, ବେକ କାଟିବ, ଆଖି କାଟିବ, ଏମିତି ସବୁ ହବ। ମାନେ ଶରୀରରେ ଶାରୀରିକ ଭାବରେ। ମନରେ ତ ଗୁଡାଏ ଚିନ୍ତା କୁଆଡୁ ଆସିବ। ତେଣୁ ସେତେବେଳେ ସେଇଥିପାଇଁ ତାକୁ ଆମେ ସାଙ୍କେତିକ ଭାବରେ ଆମ ପାଖରେ କୁହାଯାଏ ଯେ ଇନ୍ଦ୍ର ତାଙ୍କ ଭଙ୍ଗ କରିବାକୁ ଆସନ୍ତି। ତେଣୁ ସିଏ ସବୁ ପଠେଇଲେ, ଫାଇନାଲି ଫେଲ ହେଲେ। ତାପରେ ରମ୍ଭା, ଉର୍ବଶୀ ସେମାନେ ଆସିଲେ। କାମଦେବ ଶେଷକୁ ନିଜେ ଆସିଲେ। କାମ ପ୍ରବୃତ୍ତି, ସେଇଥିପାଇଁ କୁହାଯାଏ କାମ ପ୍ରବୃତ୍ତି ଉପରେ ବିଜୟ ହାସଲ ଯେ ପର୍ଯ୍ୟନ୍ତ ନ ହେଇଛି, ସେ ପର୍ଯ୍ୟନ୍ତ ରୂପାନ୍ତରର ଯୋଉ ଯୋଉ ମୂଳଦୁଆ ପଡିଛି, ସେ ମୂଳଦୁଆ ପୁରା ଭାବରେ ପ୍ରସ୍ତୁତ ହେଇପାରିବ ନାହିଁ। ତେଣୁ କାମ ପ୍ରବୃତ୍ତି ଉପରେ ବିଜୟ ହାସଲ ନିହାତି ଆବଶ୍ୟକ। ତେଣୁ ସିଏ କାମ ଦେବ ଆସି ପହଞ୍ଚିଛନ୍ତି। ସିଏ ତାଙ୍କର ଅମୋଘ ଅସ୍ତ୍ର ସେ ପ୍ରୟୋଗ କରୁଛନ୍ତି। ଲେଖା ହେଇଛି, ମହାରାଜଜୀ ବର୍ଣ୍ଣନା କରୁଛନ୍ତି ଗୋଟେ ଜାଗାରେ, ବ୍ରହ୍ମାଣ୍ଡର ଈଶ୍ୱର ଶଙ୍କରଙ୍କ ବିଜେତା କାମଦେବ ନିଜ ପରାସ୍ତର ଅପମାନ ବରଦାସ୍ତ କରିପାରିଲେ ନାହିଁ। କାହିଁକି ନା ଏପର୍ଯ୍ୟନ୍ତ ବି କାମ ପ୍ରବୃତ୍ତି ଉପରେ ବିଜୟ ହାସଲ ହେଇପାରିନି। ରୋଷ ପୂର୍ବକ ମକର ଧନୁରେ ଆମ୍ର ବକୁଳ ସରସନ୍ଧାନ କରି ଆକର୍ଣ୍ଣ ଆମଞ୍ଚନ କରି, ମାନେ ଆକର୍ଣ୍ଣ ଆମଞ୍ଚନ କରି ନାରଦଙ୍କର କାମ କେନ୍ଦ୍ରକୁ ଲକ୍ଷ୍ୟ କରି ନିକ୍ଷେପ କଲେ। ସବୁ ବ୍ୟର୍ଥ ହେଇଗଲା। କାହିଁକି ନା ନାରଦ ସେତେବେଳେ ଭାଗବତ ଦିବ୍ୟାନନ୍ଦ ସମାଧିରେ ନିମଗ୍ନ ହେଇଯାଇଛି। ତେଣୁ ଏଇ ଯୋଉ ଯେତେବେଳେ ଚୈତ୍ୟ ସତ୍ତା ସହିତ ବା ଭଗବାନଙ୍କ ସହିତ ଯେତେବେଳେ ଆମେ ଏକାତ୍ମ ହେଇଯାଇଥିବା, ସେତେବେଳେ ବାହ୍ୟ ପରିସ୍ଥିତି ଆମକୁ ଆଉ ସଂଘାତ ଦେଇପାରେ ନାହିଁ। ଇଏ ହେଲା ପୂର୍ଣ୍ଣ କଥା କହୁଛି। କିନ୍ତୁ ସେ ବାଟରେ ଗଲେ ମଧ୍ୟ ଯେତେ ଯେତେ ଆମେ ଯାଉଥିବା, ସେତେ ସେତେ କଣ ହଉଥିବ, ସବୁ ପରିସ୍ଥିତିକୁ ଆମେ ଏକ ଭିନ୍ନ ଦୃଷ୍ଟିକୋଣରେ ଦେଖୁଥିବା। ସେ ଯୋଉ
बहुत पुराना कहानी खाली गोटे लाइन से कही दउची जो गधटी को तार मालिक गोटे कूଅ ଭିତରେ ପକେଇ ଦେଇ ତା ଉପରେ ମାଟି ପକେଇ ତାକୁ ପୋତି ଦେବା ପାଇଁ ଚେଷ୍ଟା କରିଛି। ଗଧଟି ବୟସ ହେଇଯାଇଥିଲା, କାମ କରିପାରୁନଥିଲା। ଆଉ ବହୁତ କଥା ଅଛି, ମୁଁ ଖାଲି ଶେଷରେ ମାନେ ଖାଲି ଚୁମ୍ବକରେ କହୁଛି ଯେତିକି ଆବଶ୍ୟକ। ସେଠି ସେ ଗଧ କଣ କରିଛି, ପିଠି ଉପରେ ପଡୁଥିବା ମାଟିକୁ ଝାଡି ଦେଇଛି, ଝାଡି ଦେଇକି କୁଦି ପକଉଛି ତାକୁ। ଯେତେ ଯେତେ ମାଟି ପଡି ପଡି ଚାଲିଛି ସେ ତାକୁ କୁଦି 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 ଟାଣ କରୁଛି, ତା ଉପରେ ଠିଆ ହେଇଯାଉଛି। ତା ଉପରେ ମାଟି ପଡୁଛି, ସେ ତାକୁ ଏମିତି ପିଠି ଝାଡି ଦଉଛି। ପିଠି ଝାଡି ଦେଲା ପରେ ମାଟି ତଳେ ପଡିଲା, ତାକୁ କୁଦି ପକେଇଲା। ଏଇଭଳି ଭାବରେ ସେ କୁଦି 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 ମାଟିକୁ ଟାଣ କରି 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 କୂଅ ପୋତି ହେଇଗଲା। ଗଧ ବାହାରେ ଯୋଉ ମାଟି ତା ଉପରେ ପଡିଥିଲା ତାକୁ ପୋତି ଦବା ପାଇଁ, ସେଇ ମାଟି ତା ପାଇଁ ସହାୟକ ହେଇ ଉଠିଲା। ସେ ବାହାରକୁ ଉଠି ଆସିଲା। ଏଇ ଯୋଉ ତା ଭିତରେ ଏଇ ଯୋଉ ବୋଧ ଆସିଲା, ଏଇଟା ହଉଛି ଆନ୍ତର ଜ୍ଞାନ। ନାଇଁ ଆମେ ଗୋଟେ କାହାଣୀ ହିସାବରେ ଗଧ କହୁଛନ୍ତି। ଆମେ ଯଦି ଦେଖିବା ଆମ ଜୀବନରେ ଯୋଉ ବାଧା ବିପତ୍ତି ଆସୁଥାଏ, ଆମେ ତାକୁ ଯେତେବେଳେ ଆମର ଅଗ୍ରଗତିର ସହାୟକ ପାଇଁ ବ୍ୟବହାର କରୁଛନ୍ତି, ସେତେ ସେତେ କଣ ହବ ନା ଆମ ଚୈତନ୍ୟତା ସହିତ ଆମର ସମ୍ପର୍କ ଅଧିକ ଘନୀଭୂତ ହବ। ଭାଇସ ବର୍ଷା, ଯେତେ ଆମେ ତାକୁ ସମ୍ମୁଖୀନ ହେଇପାରିବା ସେତେ ସମ୍ପର୍କ ବୃଦ୍ଧି ହବ। ଯେତେ ସମ୍ପର୍କ ବୃଦ୍ଧି ହେଇଥିବ ସେତେ ସେତେ କଣ ହବ, ଆମେ ଯୋଉ ବାଧା ବିପତ୍ତି ଆସିବ ତାକୁ ସମ୍ମୁଖୀନ ହବା ପାଇଁ ବାଟ ଆସିଯିବ। ଯୋଉଟା ସିଏ ବାଟ ପାଇଗଲା କଣ ନା, ତାକୁ ଯଦି ସେଠି ସେ ହତାଶ ହେଇଯାଇଥାନ୍ତା, ନିରାଶ ହେଇଯାଇଥାନ୍ତା। ଯେତେବେଳେ ଆମେ ଅହଙ୍କ ଇନ୍ଦ୍ରିକ ହେଇଥାଉ, ଯେତେବେଳେ ଆମେ ଅହଙ୍ଗରେ ବଶବର୍ତ୍ତୀ ହେଇଥାଉ, ଅହଂ ଦ୍ୱାରା ପରିଚାଳିତ ହେଇଥାଉ, ମୁଁ ବଡ, ମୋ କଥା ଠିକ, ମୁଁ ଯାହା କହୁଛି କରିବ, ସେଇଥିରେ ଥାନ୍ତି, ସେତେବେଳେ ଯେତେବେଳେ ଆମ ଉପରକୁ ଏଇଭଳିଆ ବାଧା ବିପତ୍ତି କିଛି ଆସେ, ସେତେବେଳେ ଆମେ ହତାଶ ହେଇଯାଉ, ପ୍ରତିକ୍ରିୟାଶୀଳ ହଉ, ରୋଷଶୀଳ ହଉ। ବହୁ ତାକୁ ସେଇଠି ଆମେ କହୁ ମିନ୍ ମାଇଣ୍ଡେଡ, ମାନେ ସଂକୀର୍ଣ୍ଣ ମନା ହେଇକିରି ଆମେ କାର୍ଯ୍ୟ କରୁ। କିନ୍ତୁ ଯେତେବେଳେ ଚୈତନ୍ୟତା ସହିତ ସମ୍ପର୍କିତ ହେଇଥିବେ, ତାକୁ ସମ୍ମୁଖୀନ ହବା ପାଇଁ ଆପଣଙ୍କ ପାଖରେ ଆନ୍ତର ଜ୍ଞାନ ଆସିଯିବ। ଏବଂ ସେଇଥିପାଇଁ ଲେଖିଲେ କଣ ଯେ ଭିନ୍ନ ବାଟର ସମ୍ମୁଖୀନ ହେବେ, ଆନ୍ତର ସ୍ୱାଧୀନତା ବୃଦ୍ଧି ପାଇବ, ପରିସ୍ଥିତି ଭିତରୁ ନିଜକୁ ମୁକୁଳାଇ ନେବାର ମଧ୍ୟ ସମର୍ଥ ହେବେ ଏବଂ ପରିସ୍ଥିତିର ସେ ସଂଘାତ ଅନୁଭବ କରିବେ ନାହିଁ। ଏଇଭଳି ଭାବରେ ମା ତାପର ପାରାଗ୍ରାଫରେ କହୁଛନ୍ତି, ଏପରି ଅବସ୍ଥାରେ ତୁମେ ତୁମ ଜୀବନର ବାଧାବିଘ୍ନ ଗୁଡିକୁ କିମ୍ବା ବାହ୍ୟ ବିଷୟ ଗୁଡିକୁ ଖୁବ ଶାନ୍ତ ଧୀର ଭାବରେ ସମ୍ମୁଖୀନ ହୋଇପାରିବ ଏବଂ ତୁମର ସମଧିକ ଆନ୍ତର ଜ୍ଞାନ ସହ ତୁମେ ଆଦୌ ବିଚଳିତ ହେବ ନାହିଁ। ଇଏ ଯୋଉଟା ଆମେ କଥା ହେଲେ ନାରଦଙ୍କ ବିଷୟରେ, ଇଏ ହଉଛି ସେଇ ସ୍ଥିତି ଆସିଯିବ ଯେ ଚୈତନ୍ୟତା ସହିତ ଆମେ ଯେତେବେଳେ ଅଧିକରୁ ଅଧିକ ସମ୍ପର୍କୀଭୂତ ହେଇଯିବା, ସେତେବେଳେ ବାଧାବିଘ୍ନ ଯେତେ ତୀବ୍ର ହେଇଥାଉ ନା କାହିଁକି, ତାକୁ ସମ୍ମୁଖୀନ ହବା ପାଇଁ ଆମ ଭିତରେ ସାମର୍ଥ୍ୟ ସେତିକି ଆସିଯାଇଥିବ। ଆମେ ଆନ୍ତର ଜ୍ଞାନ ସହିତ ତାକୁ ସମ୍ମୁଖୀନ ହବା। ବାଧାବିଘ୍ନ ଆସିବ ନାହିଁ ନୁହଁ, ବାଧାବିଘ୍ନ ଆସିବ, କିନ୍ତୁ ଆମେ ବିଚଳିତ ହବା ନାହିଁ। ଆମେ ବିଚଳିତ ହବା ନାହିଁ। ଆପଣ ଚିନ୍ତା କରନ୍ତୁ, ପଞ୍ଚୁ ପାଣ୍ଡବ ତାଙ୍କ ଜୀବନରେ କଣ କଣ ବାଧା ଆସିନାହିଁ କୁହନ୍ତୁ। ଗୋଟେ ଘରେ ପୁରେଇ ତାଙ୍କୁ ଜାଳି ଦେବା ପାଇଁ ବି ଚେଷ୍ଟା କରାଯାଇଛି। ଆଉ କଣ ହେଇଥାନ୍ତା କୁହନ୍ତୁ। ଜୀବନରୁ ମାରିଦେବା ପାଇଁ ପ୍ରଚେଷ୍ଟା କରାଯାଇଛି, ଷଡ଼ଯନ୍ତ୍ର କରି ମରାଯାଇଛି ଏବଂ ଜଙ୍ଗଲ ଜଙ୍ଗଲ ସେମାନେ ବୁଲିଛନ୍ତି। ପୁଣି ତାପରେ ଦେଖନ୍ତୁ ପଶା ଖେଳ ହଉଛି, ସେ ପୁଣି କେମିତି କେତେ ଷଡ଼ଯନ୍ତ୍ର କରି କରାହଉଛି। ନିଜେ ଧୃତରାଷ୍ଟ୍ର ନିମନ୍ତ୍ରଣ କରୁଛନ୍ତି, ନିଜେ ଧୃତରାଷ୍ଟ୍ର ନିମନ୍ତ୍ରଣ କରୁଛନ୍ତି। ସେତେବେଳେ ଜଣେ ରାଜା ଆଉ ଜଣେ ରାଜାଙ୍କୁ ଯଦି ପଶା ଖେଳକୁ ନିମନ୍ତ୍ରଣ କରୁଛନ୍ତି, ତେବେ ସେ ରାଜା ଯଦି ତାକୁ ସ୍ୱୀକାର କରୁନାହାନ୍ତି, ସେଟା କୁଆଡେ ଗୋଟେ ଅପମାନର କଥା, ଗୋଟେ ପରାଜିତର କଥା, ଏମିତି ସବୁ ବିବେଚନା କରାହଉଥିଲା। ଧୃତରାଷ୍ଟ୍ର ପଠଉଛନ୍ତି ନିମନ୍ତ୍ରଣ ପଶା ଖେଳିବା ପାଇଁ, କିନ୍ତୁ ସେଠି ସମସ୍ତେ ମନା କରୁଛନ୍ତି ଯୁଧିଷ୍ଠିରଙ୍କୁ ଯେ ପଶା ଖେଳକୁ ଆପଣ ଏଇ ଆମନ୍ତ୍ରଣକୁ ସ୍ୱୀକାର କରନ୍ତୁ ନାହିଁ। ସିଏ କହୁଛନ୍ତି ଯଦି ଜଣେ ସାଧାରଣ ରାଜାଟିଏ ପଠାଇଥାନ୍ତା ବା ଅନ୍ୟ କୌଣସି ରାଜା ପଠେଇଥାନ୍ତେ,
ତେବେ ମୁଁ ତାକୁ ଅସ୍ୱୀକାର କରିଦେଇ ପାରିଥାନ୍ତି। ମୋର ଅପମାନ ବୋଧ ବା ମତେ ଅପମାନିତ କରାଯାଉ କଣ କରାଯାଉ ସେଟା ମତେ କିଛି ଫରକ ପଡିନଥାନ୍ତା। କିନ୍ତୁ ଆମ ନିଜ ବଡ ବାପା ପଠେଇଛନ୍ତି ଯୋଉ ନିମନ୍ତ୍ରଣ, ସେ ନିମନ୍ତ୍ରଣକୁ ଅସ୍ୱୀକାର କରିବା ମୋ ପକ୍ଷେ ଅସମ୍ଭବ। ଏଇ ଯୋଉ ନୈତିକତା ସେତେବେଳେ ଥିଲା, ସେ ନୈତିକତାର ପରିଣାମ ହଉ କି ଯାହା ବି ହଉ, କେଡେ ବଡ ବାଧା ବିପତ୍ତି ଆସିଲା, ସେତେବେଳେ ବି ଯଦି ସିଏ ଶ୍ରୀକୃଷ୍ଣଙ୍କୁ ଆହ୍ୱାନ କରିଥାନ୍ତେ, ଶ୍ରୀକୃଷ୍ଣଙ୍କର ମନ୍ତ୍ରଣା କିଛି ନେଇଥାନ୍ତେ, ହୁଏତ ଅଲଗା କିଛି ଘଟିଥାନ୍ତା। କିନ୍ତୁ ସେ ସେଠି ନୀତିର ଯୋଉ ପଢାଉ ରହିଛି, ସେଥିରେ ସେ କହିଲେ ରାଜା ତ ଛାଡ, ନିଜ ବଡ ବାପା ଯେତେବେଳେ ଡାକୁଛନ୍ତି କେମିତି ଯିବି ନାହିଁ। ତେଣୁ ସେ ଯାଉଛନ୍ତି, ଠିକ ଅଛି। ତାପରେ କଣ କଣ ସେ ଅସୁବିଧାର ସମ୍ମୁଖୀନ ହେଇନାହାନ୍ତି କୁହନ୍ତୁ। ସେଇ ଅସୁବିଧାର ସମ୍ମୁଖୀନ ହେଇକି ମଧ୍ୟ କେତେ ଧୈର୍ଯ୍ୟଶୀଳ, କେତେ ସହନଶୀଳ, କେତେ ବିଜ୍ଞ ପ୍ରାଜ୍ଞ ଭାବରେ ନିଜକୁ ସମସ୍ତେ ମାନେ ନିୟନ୍ତ୍ରଣ କରି ରଖିଛନ୍ତି ଏବଂ ଭଗବତ ନିର୍ଦ୍ଦେଶିତ ପଥକୁ ପରିତ୍ୟାଗ କରିନାହାନ୍ତି। ଯେତେ 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 ବାଧା ଆସିଛି ତାକୁ ସମ୍ମୁଖୀନ ହବା ପାଇଁ ସେ ପ୍ରସ୍ତୁତ ହେଇଛନ୍ତି ଏବଂ ତାହା ସେମାନଙ୍କୁ ସେଇ ପ୍ରକାରରେ ହତାଶ, ନିରାଶ, ବିଷାଦ ବା ବିଚଳିତ କରିପାରିନାହିଁ। ପ୍ରତ୍ୟେକ ଜାଗାରୁ ସେ କଣ ହଉଛନ୍ତି, ମାନେ ଧୀରେ ଧୀରେ ସେଥିରୁ ଉଭରି ଆସୁଛନ୍ତି ଏବଂ ସମ୍ମୁଖୀନ ହବା ପାଇଁ ସାହସ ପାଇଛନ୍ତି। ତାପରେ କହୁଛନ୍ତି, ସୁତରାଂ ଏକ ଦିଗରେ ତୁମେ ଖୁବ ସମ୍ବେଦନଶୀଳ ରହିବ ଏବଂ ଅନ୍ୟ ଦିଗରେ ତୁମର ଏହି ସମ୍ବେଦନଶୀଳତାକୁ ସହ୍ୟ କରିବାର ଶକ୍ତି ମଧ୍ୟ ଅଧିକ ହବ। ଏଇ ଆମେ ଦେଖିଲେ ଖୁବ ସମ୍ବେଦନଶୀଳ ରହିବ, ସମ୍ବେଦନଶୀଳତାକୁ ସହ୍ୟ କରିବାର ଶକ୍ତି ରହିବ। ଏଠି ଦିଟା ଯାକ କଥା ଯେମିତି ଲାଗୁଛି କଣ୍ଟ୍ରାଡିକ୍ଟ କଲା ଭଳିଆ। ସମ୍ବେଦନଶୀଳ ରହିବେ। ଆମେ ବେଳେ ବେଳେ କେହି କେହି କହନ୍ତି ଯେ ଯୋଉମାନେ ଯୋଗ ସାଧନାରେ କରନ୍ତି ସେମାନେ କୁଆଡେ ଭାରି ଗମ୍ଭୀର ପାଷାଣ ହୃଦୟ ହେଇଥାନ୍ତି। ସେମିତି ନୁହଁ। ଜଣେ ଯେତେବେଳେ ଚୈତନ୍ୟତା ସହିତ ସମ୍ପର୍କୀଭୂତ ହେଇଯାଏ, ଚୈତନ୍ୟତା ସହିତ ଯେତେବେଳେ ସମ୍ପର୍କୀଭୂତ ହେଇ ଏକତ୍ୱ ପ୍ରତିଷ୍ଠିତା ହୋଇ ଯେତେବେଳେ ବସବାସ କରେ, ସେତେବେଳେ ସେ ଅନେକ ସମ୍ବେଦନଶୀଳ ହେଇଯାଏ। କାହିଁକି ନା ସିଏ ନିଜ ଭିତରେ ମାଙ୍କର ସେ ଯୋଉ ଉପସ୍ଥିତିକୁ ଅନୁଭବ କରୁଛନ୍ତି, ସେତେବେଳେ ସମଗ୍ର ପରିସ୍ଥିତିରେ, ସମଗ୍ର ପରିବେଶରେ, ପ୍ରତ୍ୟେକ ବସ୍ତୁ ମଧ୍ୟରେ, ପ୍ରତ୍ୟେକ ଜୀବ ସକଳ ମଧ୍ୟରେ ସିଏ ତାଙ୍କର ସେଇ ରୂପକୁ ପ୍ରତ୍ୟକ୍ଷ କରିପାରୁଥିବ। ଯେତେବେଳେ ସେ ତାଙ୍କ ରୂପକୁ ପ୍ରତ୍ୟକ୍ଷ କରିବ, ସେତେବେଳେ ସେ ସମ୍ବେଦନଶୀଳ ନ ହେଇ ରହିପାରିବ। ମୋ ଶରୀରରେ ମୋ ଶରୀରରେ ଯଦି କୌଣସି ଗୋଟେ ଜାଗାରେ ଖଣ୍ଡିଆଟିଏ ହେଇଯାଇଛି, କିପରି ତାହା ଆରୋଗ୍ୟ ହବ ମୁଁ ସମ୍ବେଦନଶୀଳ ହେଇ ତା କାର୍ଯ୍ୟ କରେ ନାହିଁ? କୁହନ୍ତୁ, କରେ ନା କରେ ନାହିଁ? ବଥଟିଏ ହେଇଛି, ଖଣ୍ଡିଆଟିଏ ହେଇଛି, ଘାଟିଏ ହେଇଛି, ତାକୁ ପରିଷ୍କାର କରିବା ପାଇଁ ଯେତେବେଳେ ମୁଁ ଯାଏ, ସେତେବେଳେ ତାକୁ ଯେତେବେଳେ ଜୋରରେ କଣ ସ୍ପିରିଟ ଦେଇକିରି ବା ଡେଟଲ ଦେଇକିରି ଯେତେବେଳେ ତାକୁ ସଫା କରାଯାଏ, ସେତେବେଳେ ଯୋଉ ଯନ୍ତ୍ରଣା ହୁଏ, ସେ ଯନ୍ତ୍ରଣା କଣ ମୁଁ ସହ୍ୟ କରେ ନାହିଁ? ମୋର ଶରୀରର ଯୋଉ ଯନ୍ତ୍ରଣାକୁ ମୁଁ ଯୋଉ ଘାକୁ ସଫା କରିବା ପାଇଁ ଯୋଉ ଯାହା ଯାହା ମୁଁ କରେ, ସେତେବେଳେ ମୁଁ କଣ ସମ୍ବେଦନଶୀଳ ନଥାଏ? କିନ୍ତୁ ତାକୁ ମୁଁ ସହ୍ୟ କରେ। କାରଣ କାହିଁକି ନା ମୋ ଶରୀରର ଏଇ ଯୋଉ ଘାଟି ରହିଛି ତାହା କିପରି ଆରୋଗ୍ୟ ହବ, ସେଇଟା ହଉଛି ମୋର ମୂଳ ଲକ୍ଷ୍ୟ। ତେଣୁ ସେତେବେଳେ ଯେତେବେଳେ ଜଣେ ଚୈତନ୍ୟତା ସହିତ ଏକୀଭୂତ ହେଇଥାଏ, ସେତେବେଳେ ବାହ୍ୟ ପରିସ୍ଥିତି, ବାହ୍ୟ ବ୍ୟକ୍ତି, ଅନ୍ୟ ସମସ୍ତଙ୍କ ପ୍ରତି ସେ ପାଷାଣ ହୃଦୟ ହୁଏନି। ସେଟା ଏକ ଭୁଲ ଧାରଣା। ସେ ସମ୍ବେଦନଶୀଳ ଥାଏ ଏବଂ ସେ ସମ୍ବେଦନଶୀଳତାକୁ ସହ୍ୟ କରିବାର ଶକ୍ତି ମଧ୍ୟ ତା ପାଖରେ ଥାଏ। ସେ ତାକୁ ବ୍ୟତିବ୍ୟସ୍ତ ହେଇ, ବିଚଳିତ ହେଇ, ବିବ୍ରତ ହେଇକିରି ବ୍ୟସ୍ତ ହେଇ ପଡେ ନାହିଁ। ହଁ, ଘାଟା ସଫା କରାହଉଛି, ହଁ ସେ ବ୍ୟକ୍ତି ଭିତରେ ଦୁର୍ବଳତା ରହିଛି, ସେ ଦୁର୍ବଳତାଟାକୁ କିପରି ସେ ବିଜୟ ହାସଲ କରିବ ତା ପାଇଁ ବାଟ ଇତ୍ୟାଦି ଇତ୍ୟାଦି ସେ ନିଜେ ତିଆରି କରେ, ପରିସ୍ଥିତି ତିଆରି କରିପାରେ, ସେ ସାମର୍ଥ୍ୟ ତା ଭିତରେ ଆସିଯାଏ। ତେଣୁ ଆମେ ସଂକଳ୍ପ କରିବା, ପ୍ରାର୍ଥନା କରିବା ମାଙ୍କ ପାଖରେ
ଯେପରି ମା ମୋ ସହିତ ରୁହନ୍ତୁ, ଚୈତ୍ୟସତା ଆବିଷ୍କାର ପାଇଁ ମତେ ସେ ସବୁ ସମୟରେ, ସବୁ ପଦକ୍ଷେପରେ, ସବୁ ପରିସ୍ଥିତିରେ ପରିଚାଳିତ କରନ୍ତୁ। ଚୈତ୍ୟସତା ସହିତ ମୋର ଏକୀଭୂତ ଏକାତ୍ମତା ଯେପରି ସୃଷ୍ଟି ହଉ, ମାଙ୍କ ପାଖରେ ପ୍ରାର୍ଥନା କରିବା ସେତିକି। ତାହେଲେ ମୋ ଜୀବନରେ ବାଧାବିଘ୍ନ ଆସିବ ନାହିଁ, ନୁହଁ, ବାଧାବିଘ୍ନ ଆସିବ, ତାକୁ ସମ୍ମୁଖୀନ ହେବା ପାଇଁ ମୁଁ ଦୃଷ୍ଟିକୋଣ ପାଇବି, ସାମର୍ଥ୍ୟ ପାଇବି ଏବଂ ତାକୁ ମୋର ଅଗ୍ରଗତି ପାଇଁ ବ୍ୟବହାର କରିପାରିବି। ମା